କାହିଁକି ମତେ ବିଚାର ମା ବାପାକୁ ଅଭିନୟ କରିବା ପାଇଁ ଏତେବେଳେ ବାଡ଼େଇଲ? କାହିଁକି ମତେ ଅଭିନୟ କରିବା ପାଇଁ କହିଲ? ମିଛରେ ବାଡ଼େଇଥିଲି, ସତରେ ବାଡ଼େଇଲି ତାହାଲୁ କିନା ଗୋଟେ ପକେଇବି ତ 33 କିଲୋ ଯନ୍ତ୍ର ବାକ୍ସ ମାଗିଦେବି। ତ ମୁଣ୍ଡରେ ଟିକିଏ ବୁଦ୍ଧି ନାହିଁ। ସେ ଟଙ୍କା ଆମେ କାହିଁକି ନେଇକି ଆସିଥିଲେ? କାହିଁକି ଭୂତ ଲାଗିଛି ଟଙ୍କା କାହାକୁ ଦେବାକୁ ନେଇକି ଆସିଥିଲେ? ପୋଲିସ ସେଟା ତା ପୂର୍ବରୁ ସୌମ୍ୟକୁ ଆରେଷ୍ଟ କରି ନେଇଗଲାଣି। ଚିନ୍ତା କର, ଯଦି ସୌମ୍ୟ ମାଡ଼ ଭୟରେ ସବୁ ସତ କଥା କହିଦିଏ, ମାନେ ରିଭଲଭରଟା ସିଏ ଆଣିଥିଲା, ତୁ ତା ହାତରୁ ଛଡ଼େଇ ଆଣି ସୁଟ୍ କରିଦେଇଛୁ। ତୁ ଆରେଷ୍ଟ ହେଇଯିବାଟା ମୋ ପାଇଁ ବଡ଼ ନୁହେଁ। ମୋ ପାଇଁ ବଡ଼ ହଉଛି ମୋ କଲେଜ। ତମେ ସବୁ ଜେଲକୁ ଯାଅ, ମୋର ଦୁଃଖ ନାହିଁ, କିନ୍ତୁ ମୋ କଲେଜ ସେମିତି ଛିଡ଼ା ହେଇ ରହିବା ଦରକାର। କାହିଁକି ନା ମୋ ପାଇଁ ବଡ଼ ହଉଛି ମୋ କଲେଜ। କଲେଜ ଯଦି ବଡ଼, ସେଦିନ ସେ ନାଚ ମାଷ୍ଟରାଣୀ ବାହା ହେବା ପାଇଁ ରାଜି ହେଲେ, କହିଲେ କଲେଜଟା ତା ନାଁରେ ପକାଅ। ଆଲୋ ବୁଲି, ତୋ ଭାଇର ସେଇ କଲେଜଟା ଅଛି ବୋଲି ସେ ନାଚ ମାଷ୍ଟରାଣୀ ତୋ ଭାଇକି ଡାକି ନେଇ ତା ମା ସହିତ ତା ଘରେ କଥା କରେଇଲା। ତା ନହେଲେ ମୋ ଭାଇ ଯୋଉ ଗଣ୍ଡମୂର୍ଖ ଚାଲାନ ଚୋର, ତାକୁ କେହି ଝିଅ ଦେବେ? ତୋ ଭାଇ ଭେଲେ 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 ବି ହୁଆ ଜମି ମାଫିଆକୁ ସଂସ୍କାର ପାଠ ଶୁଣୁ ବୋଲାଳୁ, କିନ୍ତୁ ସହର ମଝିରେ ଗୋଟେ ବଡ ୟୁନିଭର୍ସିଟି ପରିଚୟ